ଐশ্বର୍ଯ୍ୟ ଏକରେ ଅଣିମା ଲଘିମା ବ୍ୟାପ୍ତି ପ୍ରାକାମ୍ୟ ମହିମା ଇସିତଞ୍ଚ ବସିତଞ୍ଚ ତଥା କାମ ବସଇତ୍ଵ ଆଠ ହେଲା। ତାହେଲେ ପ୍ରଥମ ହେଲା ଅଣିମା। ଅଣିମା ତାହେଲେ ଆମେ କାହାକୁ କହିବା? ଅଣିମା କାହାକୁ କହିବା? ଅଣିମା ଶବ୍ଦର ଅର୍ଥ ହଉଛି ଆଜ୍ଞା ଅଣୁବତ। ଅଣୁବତ ଅଣୁ ବୋଲେ ସୂକ୍ଷ୍ମ। ଯିଏ ଭଗବାନ ହବ ସିଏ ଅଣିମା ହେଇପାରୁଥିବ, ସୂକ୍ଷ୍ମ ହେଇପାରୁଥିବ ଏବଂ ଦରକାର ପଡ଼ିଲେ ବୃହତ ବୋଲେ ବଡ ହେଇପାରୁଥିବ। ଦ୍ୱାରିକାନାଥ ଦାସ ସେଇ କଥା କହିଲେ, କହିଲେ ଅତି କ୍ଷୁଦ୍ରରୁ କ୍ଷୁଦ୍ରତମ ବୃହତ ଠାରୁ ବୃହତ୍ତମ, ବୃହତ ଠାରୁ ବୃହତ୍ତମ, ବୃହତ ଠାରୁ ବୃହତ୍ତମ। ଯିଏ ଦରକାର ପଡ଼ିଲେ ଅତି କ୍ଷୁଦ୍ର ହେଇପାରୁଥିବ